यार समस्यार समाधान केमती कर जेडकेएस महाशय टे समाधान केमती हे से विषय कहते आते दूर आप दायित्व ठकी जाइए से विषय कहे आजिकार सरागुड़ा माटी ठारे साबर श्रीक्षेत्र देशिया नाटकरू संघ तरफर बैठक में उपस्थित थिबा आजिकार सभापति महोदय बा पूज्य तुल्य गुरु माने बा मो समतुल्य गुरु माने बा अल्प छोट गुरु माने समस्त को मो मोर प्रणाम शरण जुहार। तो समस्त कथा को शुणी सारा कहवा को मिली धन्य मन भी किंतु आए सब वर्णना करने को पड़ो मत जे टे शीघ्र सर ये प्रथम कैलाश गुरु कहते सहीटार आरंभ है कहीं आम सब आग जाना साबर श्रीक्षेत्र देशिया नाटकरू संघ 2011 मसीह रेजिस्ट्रेशन होती स्वतंत्र रेजिस्ट्रेशन जे माने रिसीट काटी संघ मिसी से माने होते साबर श्रीक्षेत्र देशिया नाटकरू संघर माने सदस्य तापरे सरकार गोटे करी ब्लॉक कला संघ बा जिला कला संघ ब्लॉक रे गोटे कला समस्त को मिसे गोटे कला करा देशिया नाटकरू मोहरी आओ लाख कारीगर आओ जहाँ जहाँ जी जो कला जानी ब्लॉक कला आओ जिला कला से गोटे सरकार माध्यम रेजिस्ट्रेशन किंतु आम सागर श्रीक्षेत्र देशिया नाटकरू भाई माने एते भाग्यवान पिलाटे आज आम जिले में समस्त देशिया नाटकरू माने विकेश आउ जेड केसेस जो दिन है नहेले जेकोसी लोक विकेश जेकोसी कलाकार गोटे जेड केसेस किंतु भाग्यवान ए देशिया नाटकरू मैंने तेणु जो दिन 2011 मसीहा ठारू आरंभ होती काली देशिया नाटकरू भाई माने विकेश सचंती जेड केसेस सचंती तेणु आम संपूर्ण माने ये मो पदवी कहूना मो साधारण गोटे देशिया नाटकरू माध्यम आसी किंतु आपणकर संघ को सहयोग करते बेले आम देशिया नाटकरू संघ ए कथाटा बाहर कोरापुट सहित बड़ा पिलर माने से 20 लोक 30 लोक आसिक नाट शिखाती नाट शिखी से मन सहित ही नाट करती प्रथम यहीटा ही समस्त पाखे चर्चा होते गोटे जगार कही डोगरागुड़ा मीटिंग रे से कोरापुटिया भाई माने भी थिले आम नवरंगपुरिया भाई माने थिले जे भाई माने आपण माने जदि बड़ा पिलर धरिक नाट शिखेवा गोटे गाँव में जाऊँगी ताहेले आज दिन में से गाँ बकुआ अच्छी किंतु एटा 5-6 वर्ष पर देशिया नाट गुरु को बकुआ बनईदेवे कहीं माने गोटे सहित 2-3टा नाट धरती 20 लोक नाट शिखाइबा जीवे पुणी नाट करे आउ 4-3टा गाँव नाट संपूर्ण बंद हो गला आउ नाट बुलिबो नहीं गोटे गाँव ही बुलिबो कहीं 20 लोक तेणु आओ 5-7 वर्ष पर आम नाटकरू मन को कौन सी नाट शिखवा लोग डाके ना यहाँ बंद करूँ कहीं से गाँव 10 लक्ष बुड़ीगला को गाँव 7 लक्ष बुड़ीगला बोले
ଆଉ ଡାକିବେ ନାହିଁ। ତେଣୁ ଏ 10-20 ଲୋକ ଧରିକି ନାଟ ଶିକ୍ଷା ଦେବା ପାଇଁ ଯିବାଟା ବନ୍ଦ କରନ୍ତୁ, ଆଉ ଭଡ଼ା ନେବାଟା ମଧ୍ୟ ବନ୍ଦ କରନ୍ତୁ। ସେଇଠି ପାସ୍ ହେଇଥିଲା ଗୁରୁ ଗୋଟେ, ଡୋଲକିଆ ଗୋଟେ ନାଚିବା ଲୋକ, ଗୋଟେ ସେଇଠି ରଙ୍ଗବତୀ ଲୋକ, ସେଇଟା ଗୋଟେ ଡୋକରା ଗୁଡ଼ା। ତାପରେ ପରେ ସେମାନଙ୍କ ସହିତ ମୋର ମଧ୍ୟ ଗୋଟେ ଆପଣମାନଙ୍କ ଦ୍ୱାରା ସବୁ କଳାକାରଙ୍କ ଦ୍ୱାରା ଗୋଟେ ପଦବୀ ଦେଇଛନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମ ସରକାରୀ କାର୍ଯ୍ୟକ୍ରମ ହେଲେ ମୁଁ ମୋର ବ୍ଲକ କଳା ସଂଘକୁ ଡାକିକି ସୂଚନା ଦେଇଦିଏ। କିନ୍ତୁ ଏଇଠି ଅଛି ଗୋଟେ ସାବର ଶ୍ରୀକ୍ଷେତ୍ର ଦେଶିଆ ନାଟୁଗୁରୁ ସଂଘ ସଭାପତି, ସେକ୍ରେଟାରୀ, କୋଷାଧ୍ୟକ୍ଷ ବା 10ଗୋଟି ବ୍ଲକର ସଭାପତି, ସେକ୍ରେଟାରୀ, କୋଷାଧ୍ୟକ୍ଷ, ଅଧିକ କାମ ହେଉଛି ତାଙ୍କରି ଆମର ସାବର ଶ୍ରୀକ୍ଷେତ୍ର ନାଟର ଯାହା ବି ଆଲୋଚନା କଲେ ସେଇଠି ସରିଲା ପରେ ସେ ଭାଇମାନେ ଟୋଟାଲି ମାନି ନଥିଲେ ମତେ। ତାପରେ ଆମ ନବରଙ୍ଗପୁର ଗୁରୁ ଭାଇମାନେ ଦେଖିଲେ ଯେ ଏମାନେ ଟୋଟାଲି ମାନୁନାହାନ୍ତି, ଆମେ ଗୋଟେ ସାବର ଶ୍ରୀକ୍ଷେତ୍ର ଦେଶିଆ ନାଟୁଗୁରୁର ସୁରକ୍ଷା ମଞ୍ଚ କରିବା। ଆଉ ସେଇଟା ବୋଧେ ଡଙ୍ଗରିଗୁଡ଼ାରେ ସେଥିପାଇଁ ବୈଠକ ଡାକିଥିଲେ। ଆଉ ମୋର ସେଦିନ ଡିସିଓ ପାଖରେ ଯିବାର ଥିଲା, ଟିକେ ବିଳମ୍ବ ହେବାରୁ ମଧ୍ୟ ମୁଁ ତାଙ୍କ ପାଖରେ ଯେତେବେଳେ ବୈଠକ ସରି ଆସିଥିଲା ଆଉ ମୁଁ ପହଞ୍ଚିଲି, ସେଦିନ ସୁରକ୍ଷା ମଞ୍ଚ ତିଆରି କଲେ। ସୁରକ୍ଷା ମଞ୍ଚ ତିଆରି କଲା ପରେ ତାଙ୍କେ ଯୋଉଠି ନାଟ ଗଲେ ସେଇଠି ସୁରକ୍ଷା ମଞ୍ଚ ମାନେ ଯାଇକି ତାଙ୍କର ବଡ଼ା ପିଲାଙ୍କୁ ଦେଖିକରି ପାଇନ ମଧ୍ୟ ପକାଇଥିଲେ। ଆଉ ଏମିତି ହେଇଗଲା ଆମରି ବ୍ଲକ ସାମ୍ନାରେ ଗୋଟେ ଜରିଗାଁ ବ୍ଲକରେ ଏଇ ମୁଣ୍ଡିଗୁଡ଼ାଟାରେ ସେଦିନ ପ୍ରବଳ ମତେ ଜ୍ୱର ହଉଥାଏ। ସେଇଠି ଆମର ଡାବୁଣା ପିଲାମାନେ 2-4 ଜଣ ତଦାରଖ ଯାଇଥିଲେ, ଯେହେତୁ ସେଟା ଆମର ଡାବୁଣା ବ୍ଲକର କ୍ଷମା କରିବେ, ସେଟା ଜରିଗାଁ ନୁହଁ। ସେଠି ସକାଳ ପାଇଲାରୁ ଯୋଉ ବଡ଼ା ପିଲା ମାନେ ଥିଲେ ତାଙ୍କୁ ଧରିବା ପାଇଁ ମାନେ ଚେଷ୍ଟା କରିବାରୁ ସେମାନେ ଗଣ୍ଡଗୋଳ ଉପରେ ଗଲେ। ମୁଁ ସାଙ୍ଗେ ସାଙ୍ଗେ ଜରିଗାଁ ଭାଇସ୍ ପ୍ରେସିଡେଣ୍ଟକୁ ଫୋନ କରିଥିଲି। ତାପରେ ପରେ ଆମର ପାପଡ଼ାହାଣ୍ଡିର ଦେଶିଆ ନାଟୁଗୁରୁ ସଭାପତି ମଧ୍ୟ ଆସିଥିଲେ। ସେଇଠି ଆଉ ଟୋଟାଲି ସେମାନେ ମାନିଲେ ନାହିଁ। ସେଇଠୁ ଯୁଦ୍ଧ ଆରମ୍ଭ ହେଇଗଲା। ସେଠୁ ଆଉ ସେମାନେ ଟୋଟାଲି ଆଉ ତାପରେ ପରେ ଆଗରୁ କେତେ ଟଙ୍କା ଫାଇନ ରୂପରେ ଦେଇଥିଲେ, ସ୍ୱୀକାର କରିଥିଲେ। ସେଇଥିରୁ ଆଉ କିଏ କଣ କରିବ କାଲି ଏମିତି ଚାଲିଲା ବୋଧେ। ସେମିତି ଚାଲିଲା ଭିତରେ ଯୋଉଟା ପଣଜା ଆମର କୈଳାସ ଗୁରୁ ପଚାରୁଥିଲେ, ଏଠି ମୁଁ ପାଶେଇ ଯାଇଛି ଭାବ ବିକଳରେ, ମୁଁ ଟିକେ ଧନ୍ୟବାଦ ଦେବାର ଅଛି। କ୍ଷମା କରିବେ ଆମର ମାଲକାନଗିରିର ଗୁରୁ ଭାଇମାନଙ୍କୁ ନମସ୍କାର, ଆଉ କୋରାପୁଟର ଜଣେ ଆସିଥିଲେ ବି ନମସ୍କାର। ଯେ ଦେଖନ୍ତୁ ଆଜି କଳା ବୋଲବାଟା ସାରା ଭାରତ ବର୍ଷରେ ଅଛି। ଆଉ ସେଇଦିନ ମୁଁ ଏଇଠି କାହିଁକି ଗୋଟେ ବିଭୀଷଣ ଏଠି ଲଙ୍କାକୁ ପୋଡ଼ି ଦେଇଥିଲା, ଏଠି କହିଲେ ମଲି ନ କହିଲେ ମଲି, କିନ୍ତୁ ମୋ ହାତରେ ଅଛି ମଲି, ରାଜା ପାଖରେ ନିଶ୍ଚୟ ସେ ଜିଣିବେ ବୋଲି ଗୋଟେ ବିଚାର କରିଥିଲା। ସେଇପରି ହେଉଛି ମୁଁ ନିଜେ ଭକ୍ତ ହେଇକରି ମଧ୍ୟ ଏଇ ଦେଶିଆ ନାଟୁଗୁରୁ ମନ କରି ନ ପାରିବାରୁ ମୁଁ କେତେ ଜଣ ଭକ୍ତ ମାନଙ୍କୁ ଧରିକିରି ବାବାଜୀ ମାନଙ୍କୁ କହିକି এই পূজারী গুড়ার নাটক সিজ করেছি। সেইটাকে স্বয়ং ଯିଏକି ଧର୍ମ ଲୋକ ଦେଖିଲେ ଠିକ ଅଛି ଏମିତି ହେବ ନାହିଁ, ସାଙ୍ଗେ ସାଙ୍ଗେ ଆସିକି ଥାନାରେ ଏତଲା ଦେଲେ। ଆଉ ମାନେ ଜିଲ୍ଲା ସଭାପତିକୁ ଗୋଟେ ଦେଇଥିଲେ, ଏଇ ଗୋଟେକୁ 2 ଜିଲ୍ଲା ସଂଘ ଆଉ ଜିଲ୍ଲା ସଭାପତି ନାଁରେ ଲେଖିଥିଲେ। ଆଉ ମୋର ସେଇଟା ଫୋନ୍ ମାଧ୍ୟମରେ ଆମର ପବିତ୍ର ବାବୁକୁ ପଠାଇ ଦେଇଥିଲି। ଆଉ ସେଇଟିର କୌଣସି ଆଲୋଚନା ହେଇନଥିଲା, କାହିଁକି ସେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେଇଯାଇଥିଲା। ଆଉ ସେଟା ସେତେବେଳେ ଆଉ କୌଣସି ଗୁରୁକୁ ସେମାନେ ଡାକିଲେ ଶୁଣୁନଥିଲେ। ଆଉ ସେଇଟା ମଧ୍ୟ ମୁଁ ଆମର ଦେଶିଆ ନାଟୁଗୁରୁ ସଭାପତି ମହୋଦୟ ମଧ୍ୟ କହିଦେଇଥିଲି, ତମର ଫୋନରେ
ଛାଡ଼ିଛି ଯଦି ଡାକିବ ତ ସମାଧାନ ହେଇପାରିବ ତ ଡାକ ଆଙ୍କେ କହିଲେ ଗୁରୁ 2-3 ଥର ତ ସେମାନେ ମାନେ 2-3 ଥର କରି ତ ତାଙ୍କର ଆଗର ଯୋଉ 2-3 ଥର ଆଗରେ ସେମାନେ ଫାଇନ୍ ପଇସା 2-3 ଥର କରି ଦେଇଛନ୍ତି ଆଉ ଏବେ ତ ଆମର ସବୁ ସଂଘ ଏକତ୍ରିତ ଅଛୁ ଆଉ ସେଇଟାକୁ ଆମେ ବନ୍ଦ କରିବା ପାଇଁ ଚାହୁଁଛୁ ଆଉ କାହିଁକି ତାଙ୍କୁ ଡାକିକି हेलो 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 ସେମିତି କହିଥିଲେ ଜିଲ୍ଲା ସଭାପତି ପବିତ୍ର ବାବୁ ମୋରି ପାଖରେ ଆଉ ସେଇଟା ମୋ ଜାଣତରେ ସମାଧାନ ହେଇଥିଲା କି ନାହିଁ କିନ୍ତୁ ସମାଧାନ ହେଇନଥିଲା ତେଣୁ ଯେତେବେଳେ ଚାଲିଲା ମୁଁ କହିଲି ଯଦି ତମର ଦେଶିଆ ନାଟକରୁ ମାନେ ପାରୁନାହାନ୍ତି ତାହେଲେ କେତେ ଗୁରୁମାନେ ସଂଗଠନ ହୁଅ ଆଉ ସେଇ କାଗଜକୁ ମୋର ପାଖରେ ଆଣ ଆଉ ମୁଁ ଏଇଟା ଡାଇରେକ୍ଟ ନେଇକରି କଲଚର ପ୍ରସ୍ତୁତି କହିଲି हेलो କିନ୍ତୁ ମୁଁ ଜିଲ୍ଲା କଳା ସଂଘ ଉପସଭାପତି ମାନଙ୍କୁ ଗୋଟେ ଜିଲ୍ଲାରେ ନାହିଁ 30ଟା ଜିଲ୍ଲାରେ ଅଛନ୍ତି ମୁଁ ମଧ୍ୟ ମୋର ଗୁରୁ ଭାଇ ମାନଙ୍କୁ ପରାମର୍ଶ ନେଇକି ମତେ ଦେଶିଆ ନାଟକରୁ ମାନେ ଲିଖିତ ଆକାରରେ ଦେଉଛନ୍ତି ଆଉ ମୁଁ ସେଇଟାକୁ ନେଇକି ଜିଲ୍ଲାପାଳଙ୍କୁ ଦେବି କିନ୍ତୁ ବେଶୀ ନାହିଁ 6-7 ଜଣ କହିଥିଲେ ଆପଣ ପୁରା ଗୋଟେ କଳାକାର ତେଣୁ ଆପଣଙ୍କ ମାଧ୍ୟମରେ ଆପଣଙ୍କ ଜରିଆରେ ଆପଣ ସିଙ୍ଗଲ ନେଇକି ଦେଇପାରିବେ ନାହିଁ 5 ଲୋକ ଗଲେ କି 50 ଲୋକ ଗଲେ ସେଇଟା ହିଁ ଗୋଟେ ମୁଦ୍ଦା ହେବ ଯଦି ପାରୁଛନ୍ତି ସେମାନେ ସମସ୍ତେ ମିଶିକି ଡିସିଓକୁ ଦେଇ ଦିଅନ୍ତୁ ବା ଜିଲ୍ଲା ସଂସ୍କୃତି ଅଧିକାରୀକୁ ଦିଅନ୍ତୁ ବୋଲି କହିଥିଲେ ତେଣୁ ମୁଁ ସେ କାଗଜକୁ ମୁଁ ନିଜେ ନ ଧରିକି ଆଉ ପୁଣି ଫେରେଇ ଦେଇଥିଲି ଯୋଉ ଆମର କୈଳାସ ବାବୁମାନଙ୍କୁ ଆମର ତୁଳସୀ ବାବୁମାନଙ୍କୁ ଯେ ଏଇ କାର୍ଯ୍ୟକ୍ରମ କର ସମସ୍ତ ଦେଶିଆ ନାଟକମାନଙ୍କୁ ଡକାଯାଉ ତାପରେ ପରେ ଆଉ ଥରେ ଡାକୁଣା ଡଙ୍ଗରି ଗୁଡ଼ା ଗୋଟେ ବୈଠକ ହେଇଥିଲା ସେଇଦିନ ମତେ କହିବା ପାଇଁ ମିଳିଥିଲା ମୁଁ ସେଇଦିନ ପଚାରିଥିଲି ସାବର ଶ୍ରୀକ୍ଷେତ୍ର ଦେଶିଆ ନାଟକରୁ ସଂଘର କେତେ ଲୋକ କେତେଟା ସଭାପତି ଆସିଛନ୍ତି କେତେଟା ସେକ୍ରେଟାରୀ ଆସିଛନ୍ତି କେତେଟା କୋଷାଧ୍ୟକ୍ଷ ଅଛନ୍ତି ହାତ ଉଠାଅ ବୋଲି ମୁଁ କହିଥିଲି କିନ୍ତୁ ସେଦିନ 10ଟା ବ୍ଲକ ଠାରୁ 5 ଜଣ କେବଳ ସଭାପତି ଯାଇଥିଲେ ସେକ୍ରେଟାରୀ ତ ଟୋଟାଲି ଯାଇନଥିଲେ କୋଷାଧ୍ୟକ୍ଷ ଟୋଟାଲି ଯାଇନଥିଲେ ସେଇଦିନ ମୁଁ ସେଇଦିନ ଠାରୁ ଆରମ୍ଭ କରି କହୁଥିଲି ଯେ ଆପଣ ମାନେ ଯୋଉଟା କରୁଛନ୍ତି এটা সত্য কথা এটা জিলা ভিত্তিক ହେବ ନାହିଁ କିନ୍ତୁ ନିୟମାବଳୀ ଭିତ୍ତିକ ହେବ ତେବେ ନିୟମାବଳୀକୁ ଅତି ଶୀଘ୍ର ଆମେ ଯେଭଳିଆ ବ୍ରିଟିଶ ଆସିକି ଭାରତରେ ଶାସନ କରିଥିଲା ବ୍ରିଟିଶ ଲୋକଙ୍କ ସହିତ ମିଶିକି ବ୍ରିଟିଶକୁ ତୋଳି କରି ଦିଆଗଲା ସେହିପରି ଆପଣମାନେ କୋରାପୁଟ ମାଲକାନଗିରି ନବରଙ୍ଗପୁର ସମସ୍ତଙ୍କୁ ଡାକିକି ଗୋଟେ ନିୟମାବଳୀ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରନ୍ତୁ ତାପରେ ଗୋଟେ କଟକଣା ହେଇଯାଉ ଯେ ସେମାନେ ତ ସବୁଦିନ ପାଇଁ ଉଡ଼ିଯିବେ ବୋଲି ମୁଁ ପରାମର୍ଶ ଦେଇଥିଲି ଆଉ ତାପରେ ପରେ ସେଇଦିନ ଯୋଉ ଏମାନେ ଯୋଉ ଆମର ପାଇଲା 2011 ମସିହା ତାର ଆମର ପାଇଲା ତିଆରି ହେଇଛି ଦେଶିଆ ସାବର ଶ୍ରୀକ୍ଷେତ୍ର ଦେଶିଆ ନାଟକରୁ ସଂଘର ସେଇଟା ବି ଇଂରାଜୀ ମାଧ୍ୟମରେ ଏବେ ଗୋଟେ ଆଗରେ କିଏ ହେଲେ କହୁଥିଲା ଗୋଟେ ବାବୁ ମାନେ ପାଠ ନାଇଁ ପାଠଲା ଲୋକ ଏଇଟା ଜାଣି ତେଣୁ ଆମେ ଇଂରାଜୀ ତ ପାଠ ପଢିଲୁ ଓଡ଼ିଆ ପାଠ ଟିକେ ଟିକେ ଜାଣିଛୁ ତେଣୁ ମୁଁ ସେ ଭାଇନାକୁ ଅତି ଶୀଘ୍ର ଓଡ଼ିଆରେ ତାକୁ ଅନୁବାଦ କର ବୋଲି ମୁଁ ଏଇ ଜିଲ୍ଲା ସଭାପତି ମହୋଦୟ ବା ସେଇଠି ଥିଲା ଗୁରୁମାନଙ୍କୁ କହିଥିଲି ଆଉ ସେଇଟାକୁ ଓଡ଼ିଆରେ ବୋଧେ କିଏ ଆମର ଉଦୟ ବାବୁ ତାକୁ ଓଡ଼ିଆରେ ଅନୁବାଦ କରିଥିଲେ ଯେ ବାଇଲାରେ କ'ଣ କ'ଣ ନିୟମ ଅଛି ସେଇ ନିୟମକୁ ଜାଣିଲେ ସେମାନଙ୍କୁ ସବୁଦିନ ପାଇଁ ରୋଗ ଲଗାଇ ହେବ ବୋଲି ମୁଁ କହିଥିଲି ତାକୁ ଓଡ଼ିଆରେ ଅନୁବାଦ କରି ଆଣିକରି ଗୋଟେ ଛୋଟା ହାଣ୍ଡିରେ ପଡ଼ିଲେ କେତେ ଜିନିଷ ସେ ଭିତରେ ଛାଡ଼ି ହେଇଯାଇଛି କେତେ ଜିନିଷ ଅଛି
କିନ୍ତୁ ସେଇ ମାଧ୍ୟମରେ ମୁଁ ପୁଣି ମୋର ପ୍ରୟାସରେ ମୁଁ କହିଥିଲି ଦେଖ ଆମେ ତାକୁ ଜିଲ୍ଲା ଭିତ୍ତିକ କହିବା ନାହିଁ କି ନା ଆମର ନିୟମ ଭିତ୍ତିକ କହିବା ନାହିଁ ଏଇଠି ଯୋଉଟା ଆଗରେ ଗୋଟେ ପୂର୍ବତନ ଆମର ସଭାପତି ଜେଡିଏସ୍ ଆଉ ସାଗର ସେକ୍ରେଟାରୀ ଦେଶିଆ ନାଟକରୁ ସମ୍ଭାଳୁଥିଲେ ସେଇଠି ଗୋଟେ ନିୟମାବଳୀ ଅଛି ଯଦି ନାଟ ଶିଖାଇବାକୁ ଯିବ ଗୁରୁ ଗୋଟେ ଯିବ ଢୋଲକିଆ ଗୋଟେ ଯିବ ସାଇକେଲ ବଜାଇବା ଗୋଟେ ଯିବ ପୁଣି ନାଟ କରିବ 11ଟା ଅଟେ ଯଦି ନାଟ କରିବ 4ଟା ଡେକ୍ ବାଜିବ ଆଉ କିଛି ବାଜିବନି ଖାଲି ଏତିକି ଜିନିଷକୁ ଧରିକି ଏମାନଙ୍କୁ ଆମେ ଶାନ୍ତି ଦେଲେ ଏଇ ନିୟମ କାନୁନକୁ ଧରିବା ଏମାନେ ଟୋଟାଲି ନବରଙ୍ଗପୁର ପଶି ପାରିବେ ନାହିଁ ବୋଲି ମଧ୍ୟ ମୁଁ କହିଛି ପରାମର୍ଶ ଦେଇଛି ଆମ ଦେଶିଆ ନାଟକରୁ ତେଣୁ ନାଇଁ ମାନନ୍ତୁ କି ନ ମାନନ୍ତୁ ମୋର ପରାମର୍ଶ ଦେବାଟାକୁ ଆଉ ସେଇଟାକୁ ଯଦି ନ ମାନିଲେ ତ ମୁଁ ଦାୟୀ ନେଇନା କିନ୍ତୁ ମୁଁ ମଧ୍ୟ କହିଛି ଆଉ ତାପରେ ପରେ ଯଦି ସେଇଟାକୁ ସେମାନେ ମାନିଲେ ନାହିଁ ତାପରେ ପରେ ସେ ସବୁ ଦେଶିଆ ନାଟକରୁ ସଂଘ ତାପରେ ମୁଁ ପୁରୀ ଆଡ଼େ ଯାଇଥିଲି ଜିଲ୍ଲାପାଳକୁ ଦେଲେ ଡିସିଓକୁ ଦେଲେ ଏସ୍ପିକୁ ଦେଲେ ବୋଲି ମୋତେ କହିଲେ ଆଉ ପୁଣି ବାର ବାର ମୋତେ ଡାକିଛନ୍ତି ମଧ୍ୟ ମୁଁ ତ ସେଦିନ ନଥିଲି ଆଉ ସେଦିନ ଫଳାଫଳ କ'ଣ ହେଇଛି ମୁଁ ତ କହିପାରିବି ନାହିଁ ଆଉ ଏବେ ମୋ ମତରେ ଆପଣମାନଙ୍କୁ ମାନେ ହୁଏତ ଭଲ ଲାଗିପାରେ କି ନ ଲାଗିପାରେ କିନ୍ତୁ ମୋ ମତରେ ଆପଣମାନେ ପଚାରୁଛନ୍ତି କ'ଣ କଲେ ସମାଧାନ ହେବ ବା କ'ଣ କଲେ ଏଇଟା ଠିକ ହେବ ବୋଲି କହୁଛନ୍ତି ତାହେଲେ ଆମେ ସବୁଦିନ ଯଦି ଆମେ ରଙ୍ଗ ଲଗାଇବାର ଅଛି ତାହେଲେ ଆଜି ମଧ୍ୟ କହୁଛି ମହାସଂଘ ଜିଲ୍ଲା ସଂଘ ଏସବୁ ମିଶିକି ଗୋଟେ ନିୟମାବଳୀ ପ୍ରସ୍ତୁତ କରିଦିଅନ୍ତୁ ସବୁଦିନ ପାଇଁ ସେ ନିୟମକୁ ମାନିଲା ନାହିଁ ସେ ମାନେ ବହିଷ୍କାର ହେଇକି ରହିବ ଆଉ ଯଦି ଚାହୁଁଛନ୍ତି ନାଇଁ ଏବେ ଆମେ ଆଉ ଗୋଟେ ପ୍ଲାନ୍ କରିବା ବୋଇଲେ ମଧ୍ୟ ଆଜିକାଲି ମଧ୍ୟ ତାଙ୍କେ ହୁଏତ ମୁଁ ଶୁଣିପାରୁଥିଲି କୋଉଠି ନାଟ ଆରମ୍ଭ କରିଛନ୍ତି ପୁଣି ଯଦି ଅସଳିତା ଭାଷା ଅଛି କି କୋଉଠି ନାଟ କରୁଛନ୍ତି ତାଙ୍କେ ଯଦି ମାନେ ଅଲଗା ପ୍ରକାର ନାଟ କରୁଛନ୍ତି ତାହେଲେ ସେଇଠି ଆମ ନାଟଗୁରୁ ମାନେ ଯୋଉ ସଦାରକ ଭାଇ ଅଛନ୍ତି ସେମାନେ ଯାଇକି ତାଙ୍କର ଭିଡ଼ିଓ ଫଟୋ କାଢ଼ିକି ସକାଳ ସେଇ ତାଙ୍କର ସ୍ଥାନରେ ଗୋଟେ ମାନେ କେସ୍ ଦେବାର ଅଛି ଆଉ ଯେ ଏଇଭଳିଆ ରାତିରେ ସେଇ ଗାଁ ନାଟ ହଉଥିଲା ଏମାନଙ୍କୁ ତୁରନ୍ତ ଗୋଟେ ପଦକ୍ଷେପ ନିଅନ୍ତୁ ବୋଇଲେ ନିଶ୍ଚୟ କାମକୁ ଆସିଥାନ୍ତା ପରା ଲାଗୁଛି ଆଉ ସେଇଟା ଯଦି ହେଇପାରୁନାହିଁ ଆପଣମାନଙ୍କ ମତରେ ତ ମୋ ପାଖରେ ମଧ୍ୟ ଆଉ କୌଣସି ଅଧିକ ପରାମର୍ଶ ଦେବାର ତ ମୋ ପାଖରେ ଦିଗଦର୍ଶନ ନାହିଁ ତେଣୁ ମୁଁ ଆପଣମାନଙ୍କ ଜରିଆରେ 5 ମାନେ ଲୋକ ଯାହା ଗୋଟେ ନିଷ୍ପତ୍ତି ନେବେ ତାହା ହିଁ କରିବେ କିନ୍ତୁ ଆଜି ଯେମିତି କହୁଥିଲେ ଉଦୟ ବାବୁ ଆଜି ମହାସଂଘ ଆସିଥିଲେ ସମାଧାନ ହେଇଥାନ୍ତା ନହେଲେ ସେଦିନ ଆମ ନବରଙ୍ଗପୁରିଆ ନାଟକରୁ ସବୁ ଯାଇଥିଲେ ସମାଧାନ ହେଇଥାନ୍ତା ପରା ଲାଗୁଛି କିନ୍ତୁ ଆଜି ତ କିଏ ଆସିନାହାନ୍ତି ସେଇଦିନ ମଧ୍ୟ କୌଣସି ନାଟକରୁ ଭାଇମାନେ ଗଲେ ନାହିଁ ଆମେ ତ ଜାଣିନୁ ଆମେ ଯୋଉଠି ଡାକିଲେ ସେଠି ଯାଉଛୁ ଏଇ ଭିତରେ ମଧ୍ୟ 3-4 ଥର ଡାଉନା ବ୍ଲକରେ ମିଟିଂ ହେଇଛି ପୁଣି ମୋତେ କିଏ ଜଣେଇ ନାହାନ୍ତି ଆଉ ମୁଁ ସେଇ ଜାଗାରେ ଯାଇନି ଆଉ ଏଇ ମିଟିଂ ମଧ୍ୟ ମୋତେ କିଏ ଜଣେଇ ନାହାନ୍ତି ଯେହେତୁ ଆମର ପୂର୍ବ ସଭାପତି କାଲି ସନ୍ଧ୍ୟାବେଳେ ମୋତେ କହିଲେ ମୁଁ ନୂଆପଡ଼ାରେ ଥିଲି ଯେ ଏମିତି ଘଟଣା ଗୋଟେ ଆମର ଦୁଃଖର କଥା ବି ଆମର ଗୋଟେ ପୂର୍ବତନ ସେକ୍ରେଟାରୀକୁ ପାରାଲିସ୍ ହେଇଛି ସେଇ ଈଶ୍ୱର ବାବୁକୁ ତାହାରି ମାଧ୍ୟମରେ କଥା ହେଲା ବେଳେ ଆଜିର ବୈଠକ ଜାଣିଲି ଆଉ ମୁଁ ସକାଳେ ସେଇଠୁ 9:30ରେ ବାହାରିକି ଏଇ ଜାଗାରେ ପହଞ୍ଚିଛି ଆଉ ଯୋଉ ଜାଗାରେ ଡାକୁଛନ୍ତି ଆମେ ପ୍ରାଣପଣେ ଯିବାକୁ ଚେଷ୍ଟା କରୁଛୁ ଆଉ ଯଦି ଯୋଉଠି ଡକା ଯାଉ ନାହିଁ ସେଇଠି ଆମେ ଯାଇପାରୁନୁ
ଆଉ ସମୟ ପଡ଼ିଲେ ନିଜର କିଛି ଉପରେ ଯଦି ଜର କି ମୁଣ୍ଡ ଥିବ କି କୌଣସି ଜାଗାରେ ଯାଇଥିବୁ ସେତେବେଳେ ତ ଯାଇପାରିବୁ ନାହିଁ। ତେଣୁ ଆପଣମାନେ ଯାହା ଆଲୋଚନା କରି ଯାହା ପୁନର୍ବିଚାର କରିବେ ତାହା ହିଁ ଗୋଟେ ଭଲ ହେବ। ଏତିକି କହିକି ମୋର ବକ୍ତବ୍ୟ ବନ୍ଦ କଲି। ପିଲାମାନେ ଆମ ଗୁରୁ ଭାଇମାନେ କିଛି କହିପାରୁନାହାନ୍ତି କେତେଟା ଜଣ ବୋଲି ଦୟାକରି ଟିକେ କଥା ବୋଲିକିନା ତାକୁ କହିଛନ୍ତି। ଏବେ ଆପଣ ଯୋଉ କହିଲେ ନାଇଁ କି ଆପଣ କଳାକାର ମାନେ ଯୋଉ କଣ ସହମତି ନେଉଛନ୍ତି ବୋଲିକିନା କହୁଛନ୍ତି, ତାହେଲେ ଆଗେ କହୁଛନ୍ତି କି ସମସ୍ତଙ୍କର କଳାକାର ମତରେ ଆପଣଙ୍କର ସହମତ କଣ ସେଇ କଥା କହିବା ପାଇଁ ଚାହୁଁଛନ୍ତି। ସମସ୍ତଙ୍କ ସହମତରେ ମୋର ଏକମତ, କିନ୍ତୁ ରହିଛୁ ଜିଲ୍ଲା ଭିତ୍ତିକ କୌଣସି ମାନେ এটা ହେଇପାରେ ନାହିଁ। ନୀତି ଭିତ୍ତିକ କାମ ଯଦି କରିବେ ସେଇଠି ମୋ ପୁରା ସମ୍ପୂର୍ଣ୍ଣ ସହମତ ଆପଣଙ୍କ ସହିତ ଅଛି, ଆଉ ଆପଣଙ୍କ ସହିତ ମୁଁ ପଛକୁ ଚାଲିବି। ଧନ୍ୟବାଦ।